ପିଲାମାନେ, ଆଜି ହେଉଛି ମାସର ଶେଷ ଶନିବାର, ସଙ୍ଗୀତ ପସରାର ଦିନ। ସଙ୍ଗୀତର ସୁରେ ସୁରେ ବାଦ୍ୟଯନ୍ତ୍ରର ତାଳେ ତାଳେ ଆରମ୍ଭ କରିବା ଆଜିର ଏହି ବିଶେଷ କାର୍ଯ୍ୟକ୍ରମ। ଆସ ପିଲେ, ସଙ୍ଗୀତର ମୂର୍ଚ୍ଛନାରେ ଆମେ ସବୁ ହଜିଯିବା ଆଉ ମଜିଯିବା। ଖୋଲିବା ଆମର ସଙ୍ଗୀତ ପସରା। ହଁ ରେ ପିଲେ, ଆମେ ଯେତେବେଳେ ଆଖିର ଲୁହ ଝରେଇ ଠାକୁରଙ୍କୁ ଆକୁଳ ନିବେଦନ କରିଥାଉ, ପ୍ରାର୍ଥନା କରିଥାଉ, ସେତେବେଳେ ସେ ଆମ ଡାକ ଶୁଣିଥାନ୍ତି। ଆମ ଉପରେ ତାଙ୍କ ହାତ ରଖି ଆଶୀର୍ବାଦର ବାରି ବର୍ଷେଇ ଦିଅନ୍ତି। ଭଜନଟିଏ ସଂସ୍କୃତି ଭଞ୍ଜଙ୍କ କଣ୍ଠରୁ ଶୁଣିବା। ରଚନା ବିନୋଦିନୀ ଦେବୀ। चरणे
ବୁଝାଏ ଆମ ଦେଶ ଭାରତ ଖୁବ୍ ମହାନ ଆମ ଏ ଦେଶ। ଦେବତାମାନେ ମଧ୍ୟ ବିଭିନ୍ନ ସମୟରେ ବିଭିନ୍ନ ରୂପରେ ଏହି ମାଟିରେ ଜନ୍ମଲାଭ କରିଛନ୍ତି। ଏହି ପବିତ୍ର ମାଟିରେ ଆମେ ଜନ୍ମ ହୋଇଥିବାରୁ ଗୌରବ ଅନୁଭବ କରୁଛୁ। ଏହି ଜନ୍ମଭୂମିକୁ କୋଟି କୋଟି ପ୍ରଣାମ। ଦେଶ ବନ୍ଦନାଟିଏ ଶୁଣିବା। ଗାଇଛନ୍ତି ଦେଶରାଜ ନନ୍ଦ, ଲେଖିଛନ୍ତି ମୀନାକ୍ଷୀ ଦେବୀ। ଯେଉଁଠି ମାନବ ରୂପରେ ଜନ୍ମିଛି ବାର ବାର, ଦେବତା ଯେଉଁଠି ମାନବ ରୂପରେ ଜନ୍ମିଛି ବାର ବାର, ସେ ପାବନ ଭୂମି ଆମ ଜନ୍ମଭୂମି, ସେ ପାବନ ଭୂମି ଆମ ଜନ୍ମଭୂମି, ପଦେ ତାର ନମସ୍କାର, ପଦେ ତାର ନମସ୍କାର। ଦେବତା ଯେଉଁଠି ମାନବ ରୂପରେ ଜନ୍ମିଛି ବାର ବାର, ଦେବତା ଯେଉଁଠି ମାନବ ରୂପରେ ଜନ୍ମିଛି ବାର ବାର। ସତ୍ୟ ଅହିଂସା ଯେ ଦେଶର ମୂଳ ନୀତି, ଲକ୍ଷ୍ୟ ଯାହାର ବିଶ୍ୱ ମମତା ପ୍ରୀତି। ସତ୍ୟ ଅହିଂସା ଯେ ଦେଶର ମୂଳ ନୀତି, ଲକ୍ଷ୍ୟ ଯାହାର ବିଶ୍ୱ ମମତା ପ୍ରୀତି। विश्व बंदिनी से भारत माता, विश्व बंदिनी से भारत माता, पदे तार नमस्कार, पदे तार नमस्कार। देवता ଯେଉଁଠି ମାନବ ରୂପରେ ଜନ୍ମିଛି ବାର ବାର, ଦେବତା ଯେଉଁଠି ମାନବ ରୂପରେ ଜନ୍ମିଛି ବାର ବାର। एकतार मंत्र गाए जा पानी पवन, विश्व करई जे देशर जय गान। एकतार मंत्र गाए जा पानी पवन, विश्व करई जे देशर जय गान। कीर्ति मालिनी भारत जननी, कीर्ति मालिनी भारत जननी, पदे तार नमस्कार, पदे तार नमस्कार। देवता ଯେଉଁଠି ମାନବ ରୂପରେ ଜନ୍ମିଛି ବାର ବାର, ଦେବତା ଯେଉଁଠି ମାନବ ରୂପରେ জন্মিছি বার বার, সে পাবন ভূমি আম জন্মভূমি, সে পাবন ভূমি আম জন্মভূমি, পদে তার নমস্কার,
ପଦେ ତାର ନମସ୍କାର, ପଦେ ତାର ନମସ୍କାର, ପଦେ ତାର ନମସ୍କାର। ସତରେ ପିଲେ, ଗୀତ ସହ ବାଜୁଥିବା ବାଦ୍ୟଯନ୍ତ୍ର ମନକୁ ଖୁବ୍ ଆନନ୍ଦ ଦିଏ। ଗୀତର ମଜାକୁ ବାଜା ଦ୍ୱିଗୁଣିତ କରିଥାଏ। ଆଜି ଆମ ଗହଣରେ ଅଛନ୍ତି ତ୍ରିଲୋକ କୁମାର ରାୟ। ସିଏ ଖୁବ୍ ସୁନ୍ଦର ତବଲା ବଜେଇ ପାରନ୍ତି। ତେବେ ଆଉ ଡେରି କାହିଁକି? ତ୍ରିଲୋକ କୁମାର ରାୟ ତବଲାରେ ଆମକୁ ତ୍ରିତାଲ ବଜେଇକି ଶୁଣେଇବେ। ଆସ ଶୁଣିବା।
ପୂର୍ବ କାର୍ଯ୍ୟକ୍ରମରେ ପ୍ରତିଭାବାନ ଛାତ୍ରୀ ରିଷିତା ସାମନ୍ତରାୟଙ୍କ ସହ କଥାବାର୍ତ୍ତା ହେଇଥିଲେ। ସିଏ ତାଙ୍କର ଘୋଡ଼ା ଚଢ଼ା ଆଉ ବହି ଲେଖା ରୁଚି ସମ୍ପର୍କରେ କହିଥିଲେ। ତା ଛଡ଼ା ଆହୁରି ଅନେକ କ୍ଷେତ୍ରରେ ମଧ୍ୟ ସେ ସଫଳତା ପାଇଛନ୍ତି। ଆଜି ଚାଲ ରିଷିତାଙ୍କୁ ଭେଟି ସେସବୁ ବିଷୟରେ ଜାଣିବା। ତମେ ଗୋଟେ ଇସ୍ରୋ ପ୍ରୋଜେକ୍ଟ ବି କରିଥିଲ, ଆମେ ଶୁଣିଛୁ। ମୋତେ ସ୍ପେସ୍ରେ ବହୁତ ଇଣ୍ଟରେଷ୍ଟ ଅଛି। ଛୋଟବେଳଠୁ ହିଁ ରାତିରେ ମୁଁ ବାହାରକୁ ଯାଏ ଆଉ ଉପରେ ଦେଖେ ଯଦି ମାନେ ମୁନ୍ଟା ଥିବ ନା ଷ୍ଟାର୍ସ ଥିବେ, ମୁଁ ଫୋନ୍ର କ୍ୟାମେରାଟା ଉଠାଏ, ଜୁମ୍ ଇନ୍ କରିକି ଦେଖେ। ମୋତେ ସ୍ପେସ୍ରେ ଆକ୍ଚୁଆଲି ବହୁତ ଇଣ୍ଟରେଷ୍ଟ ଅଛି। ମୋର ଆକ୍ଚୁଆଲି ଡ୍ରିମ୍ ଇନଷ୍ଟିଟ୍ୟୁସନଟା ହେଲା ଇସ୍ରୋ। ମୁଁ ବଡ଼ ହେଇକି ଇସ୍ରୋ ସାଙ୍ଗେ କିଛି କାମ କରିବାକୁ ଚାହୁଁଛି। ଆଉ ମୁଁ ଛୋଟବେଳଠୁ ହିଁ ମୁଁ ଇସ୍ରୋର କମ୍ପିଟିସନ୍ସ ଆଉ ସେସବୁର ଟ୍ରାକ୍ ରଖେ। ଆଉ ଗୋଟେ ମଡ଼େଲ୍ ମେକିଂ କମ୍ପିଟିସନ୍ଟା ଅର୍ଗାନାଇଜ୍ କରିଥିଲେ ଇସ୍ରୋ, ତ ସେଇଥିରେ ମୁଁ ପାର୍ଟିସିପେଟ୍ କରିଥିଲି ଆଉ ମେରିଟ୍ ଲିଷ୍ଟରେ ମୋତେ ସାର୍ଟିଫିକେଟ୍ ମିଳିଥିଲା। ଏ ରୁବିକ୍ କ୍ୟୁବ୍ଟା କ'ଣ? ରୁବିକ୍ କ୍ୟୁବ୍ ଗୋଟେ କ୍ୟୁବ୍ ଯେମିତି ଥାଏ, ଗୋଟେ ପଜଲ୍ ଥାଏ, କଲରଫୁଲ୍ ଜିନିଷଟା ଥାଏ। ଆଉ ସେଇ ଜିନିଷଟାକୁ ଆମେ ରୋଟେଟ୍ କରୁ, ମାନେ ଗୋଟେ ସାଇଡରେ ସେମ୍ କଲର ଯେମିତି ହବ। ହଁ, ଗୋଟେ ସାଇଡ୍ ତୁମେ ସଲ୍ଭ କରିଛ ବହୁତ କମ୍ ସମୟରେ। ହଁ, ମୁଁ ଆକ୍ଚୁଆଲି ରୁବିକ୍ କ୍ୟୁବ୍ ଖାଲି ଗୋଟେ ଜିନିଷଟା ନାହିଁ, ଡିଫରେଣ୍ଟ ଟାଇପ୍ର ରୁବିକ୍ କ୍ୟୁବ୍ ବି ଥାଏ। ତ ମୁଁ 15 ଡିଫରେଣ୍ଟ ରୁବିକ୍ କ୍ୟୁବ୍ 15 ମିନିଟ୍ସରେ ସଲ୍ଭ କରିଛି। ଆଉ କିଛି କିଛି ଏମିତି ବି ଥାଏ ଯେଉଁଟା ମାନେ ଟ୍ରାଇଙ୍ଗଲ୍ ସେପ୍ର ହେଇଗଲା ନା ସର୍କଲ୍ରେ ହେଇଗଲା, ଏମିତି ବହୁତ ସେପ୍ସ ଥାଏ। ତ ମୁଁ 15 କ୍ୟୁବ୍ 15 ମିନିଟ୍ସରେ ସଲ୍ଭ କରିଛି। ତମର ଗୋଟେ ପ୍ରୋଜେକ୍ଟ ତମେ କରିଥିଲ, ବସ୍ରେ ଗଲାବେଳେ ବୟସ୍କ ଲୋକମାନେ, ଗର୍ଭବତୀ ମହିଳା ଆଉ ଦିବ୍ୟାଙ୍ଗ ବ୍ୟକ୍ତିମାନେ ଯେଉଁ ଅସୁବିଧା ଫେସ୍ କରୁଛନ୍ତି ତାକୁ କେମିତି ଦୂର କରିହେବ, ଆମେ ଜାଣିବାକୁ ଚାହୁଁଛୁ। ସେ ପ୍ରୋଜେକ୍ଟଟା ଆକ୍ଚୁଆଲି କ'ଣ? ସେ ପ୍ରୋଜେକ୍ଟଟା ଆକ୍ଚୁଆଲି ଅଛି କି ଯେବେ ବସ୍ ଷ୍ଟାଣ୍ଡରେ କିଏ ଗୋଟେ ୱେଟ୍ କରିଥିବେ ନିଜ ବସ୍ର, ତାହେଲେ ସେ ନିଜ ଫେସ୍ଟା ସ୍କାନ୍ କରିପାରିବେ। ଗୋଟେ ଡିଭାଇସ୍ ମାନେ ଗୋଟେ ଜିନିଷଟା ସେଇଠି ଥିବ, ସ୍କାନର୍ଟା ଥିବ, ସେଇଠି ନିଜ ଫେସ୍ଟା ସ୍କାନ୍ କରିପାରିବେ। ଆଉ ଯଦି ସେ ମାନେ ତାଙ୍କୁ ଗଭର୍ଣ୍ଣମେଣ୍ଟ ରେକର୍ଡ଼ସରେ ଥିବ କି ସେ ପ୍ରେଗନେଣ୍ଟ ଅଛନ୍ତି ନା ସିନିୟର ସିଟିଜେନ୍ସ ନା ଡିସେବଲ୍ଡ ଅଛନ୍ତି, ତାହେଲେ ଗୋଟେ ସିଗ୍ନାଲଟା ପଳେଇବ ବସ୍ କଣ୍ଡକ୍ଟର ଫୋନ୍କୁ କି ଆପଣଙ୍କ ବସ୍ ଉପରେ ପାସେଞ୍ଜରଟା ଆସିବେ, ତାଙ୍କୁ ସ୍ପେଶାଲ୍ କେୟାରଟା ଦରକାର ପୁରା ଜର୍ଣ୍ଣିରେ, ତ ତାଙ୍କୁ ଟିକେ ସାହାଯ୍ୟ କରିବେ କି ପୁରା ମାନେ ଯାତ୍ରାଟା ଭଲ, ତାଙ୍କର ଯେମିତି ଭଲରେ ସେ ତାଙ୍କ ଜର୍ଣ୍ଣିଟା ଶେଷ କରିପାରିବେ। ହଁ ନା, ଏ ବିଷୟଟା ତମ ମନକୁ ଆସିଲା କେମିତି? ତମେ କୋଉଠି କ'ଣ କିଛି ଦେଖିଥିଲ ଏମିତି ବିଷୟ? ମୋର ଘରେ ଯେଉଁ ହାଉସ୍ ହେଲ୍ପ ଆସୁଛନ୍ତି, ତାଙ୍କ ଝିଅର ଆକ୍ଚୁଆଲି 2 ଥର ମିସ୍କ୍ୟାରେଜ୍ ହେଇଛି ଏଇ ସେମ୍ ପ୍ରୋବ୍ଲେମ୍ ପାଇଁ। ମାନେ ବସ୍ରେ ସେ ଯାତ୍ରା କରୁଥିଲେ, ବଟ୍ ଦେନ୍ ତାଙ୍କ ପାଖେ ସିଟ୍ ତାଙ୍କୁ ମିଳିନଥିଲା, ଆଉ ମାନେ ରୋଡ଼୍ସଟା ଟିକେ ଭଲ କଣ୍ଡିସନ୍ରେ ନାହିଁ। ତ ସେ ଯେଉଁ ଜର୍କସଟା ହେଉଥିଲା ସେଇ ଜିନିଷ ପାଇଁ, ଖରାପ ରାସ୍ତାରେ ଗଲାବେଳେ ଯେଉଁ ଅସୁବିଧା ହୁଏ, ସେଇ ପ୍ରୋବ୍ଲେମ୍ ପାଇଁ ତାଙ୍କର ଛୁଆଟା ଜନ୍ମ ହେବା ପୂର୍ବରୁ ହିଁ ନଷ୍ଟ ହେଇଯାଇଥିଲା ତାଙ୍କ ଗର୍ଭରେ। 2 ଥର ଏଇ ଜିନିଷଟା ହେଇଥିଲା। ତ ମୁଁ ତାପରେ ଭାବିଲି ଏମିତି ଲୋକମାନଙ୍କୁ ହେଲ୍ପ କରିବା ପାଇଁ କିଛି କରିବା ଦରକାର। ତ ସେଇଠୁ ପ୍ରେଗନେଣ୍ଟ ଲେଡ଼ିଜ୍ ପାଇଁ ସେଇ ଆଇଡ଼ିଆଟା ଆସିଲା। ଆଉ ଫ୍ୟୁଚରରେ ଏଇଟା ସିନିୟର ସିଟିଜେନ୍ସ ଆଉ ଡିସେବଲ୍ଡ ସିଟିଜେନ୍ସ ପାଇଁ ବି ହେଇପାରିବ। ଆଚ୍ଛା ରିଷିତା, ଆମେ ଶୁଣିଥିଲୁ ତମେ ଯାଦୁ କର, ମ୍ୟାଜିକ୍। ହଁ, ମୁଁ ସେଇଟା ବି ଶିଖିଛ? ହଁ, ମ୍ୟାଜିକ୍ଟା ବି ମୋର ଗୋଟେ ହବି ଅଛି। ମୁଁ 7 ଇୟର୍ସରେ ଷ୍ଟାର୍ଟ କରିଥିଲି ମ୍ୟାଜିକ୍। ଫର୍ଷ୍ଟ ଜିନିଷଟା ମୋତେ ଲାଗେ କି ସାଇନ୍ସ ସବୁଠୁ ବଡ଼ ମ୍ୟାଜିକ୍ ଥାଏ ଆଉ ମ୍ୟାଜିକ୍ ସବୁଠୁ ବଡ଼ ସାଇନ୍ସ ଥାଏ। ତ ସେଇ କନସେପ୍ଟଟା ମୁଁ ନେଇକି ଚାଲିଥିଲି ଆଉ ମ୍ୟାଜିକ୍ ଶିଖିଥିଲି। କୋଉଠି କ'ଣ ପରଫର୍ମ କରିଛ ମ୍ୟାଜିକ୍? ହଁ, ମୁଁ ପଥ ଉତ୍ସବରେ ରାହାଗିରିରେ ପରଫର୍ମ କରେ। ସେଇଠି ଯାଇକି ମୋର ଆକ୍ଚୁଆଲି ନାନୀର ଗୋଟେ ଅର୍ଗାନାଇଜେସନ୍ ଅଛି ସୋସିଆଲ୍ ସର୍ଭିସ୍ ପାଇଁ, ୱିଶ୍ ୱୁମେନ୍ ଇନ୍ ସୋସାଇଟି ହେଲ୍ପ। ତ ତାଙ୍କ ସାଙ୍ଗେ ମୁଁ ପଥ ଉତ୍ସବ ଯାଏ, ସେଇଠି ମୁଁ ସୋସିଆଲ୍ ୱାର୍କ ବି କରେ ଆଉ ସେଇଠି ଯାଇକି ମୁଁ ମ୍ୟାଜିକ୍ ଶୋଜ୍ ବି କରେ। ରିଷିତା, ତମେ ତ ଏତେ ଜିନିଷ କରୁଛ, ବହି ଲେଖୁଛ, ଘୋଡ଼ା ଚଲାଉଛ, ପ୍ରୋଜେକ୍ଟ ସବୁ ସାଇନ୍ସର କରୁଛ, ଇସ୍ରୋର ପ୍ରୋଜେକ୍ଟ ମଧ୍ୟ କରୁଛ, ମ୍ୟାଜିକ୍ ବି କରୁଛ, ଡ୍ରଇଂ କମ୍ପିଟିସନ୍ କରିଛ, ଏତେ ଜିନିଷ କରୁଛ। ଯେତେବେଳେ କିଛି କରନି, ଘରେ ଏକଲା ବସିଥାଅ, ସେତେବେଳେ କ'ଣ କରିବାକୁ ତମକୁ ଭଲ ଲାଗେ? ଏକୁଟିଆ ସମୟରେ କ'ଣ କର ଟାଇମ୍ ପାସ୍ କରିବାକୁ? ମୋତେ ଗୀତ ଶୁଣିବା ବହୁତ ଭଲ ଲାଗେ। ମୁଁ ଗୀତ ଶୁଣେ ଆଉ ତା ସାଙ୍ଗେ ବହି ପଢ଼େ। ମୋତେ ବହି ପଢ଼ିବା ବି ବହୁତ ଭଲ ଲାଗେ। ଆଉ ତାପରେ
ଏଇସବୁ କଲା ପରେ ମୋ ଦାଦି ସେ ଘରେ ସିରିଏଲ୍ ଦେଖୁଥାନ୍ତି ତାଙ୍କୁ ଯାଇକି ହଇରାଣ କରିବାରେ ବହୁତ ମଜା ଆସେ ମୋତେ। ତ ସେଇ ଜିନିଷଟା ମୁଁ କରେ, ବହୁତ ଭଲ ଲାଗେ ମୋତେ। ତାପରେ ନାନୀ ଘରେ ଯେବେ ଥାଏ ଆଈଙ୍କ ଘରକୁ ଯେବେ ଯାଅ, ହଁ ସେଇଠି ଯାଇକି ତାଙ୍କ କିଚେନଟା ନାନୀ ସବୁବେଳେ କିଚେନରେ ରହିଥିବେ, ଆସିକି ମୋତେ ପଚାରିବେ, ମୋ ନିକ୍ ନେମ୍ ମୋତେ ଘରେ ଡାକୁଛନ୍ତି ସୃଷ୍ଟି, ତ ମୋତେ ସବୁବେଳେ ଆସିକି ପଚାରେ ପାଣି ପିଇବୁ ନା କିଛି ଖାଇବୁ ନା, ଏମିତି ସବୁ। ମୁଁ କିଚେନରେ ଯାଏ, ସେଇଠି କିଛି ବନାଏ, ନାନୀକୁ ଖାଇବାକୁ ଦିଏ। ଆଚ୍ଛା ତମେ କିଛି ଗୋଟେ ବନେଇକିରି ଆଈଙ୍କୁ ଖାଇବାକୁ ଦିଅ? ହଁ, ମୋତେ କୁକିଂ ବି ଭଲ ଲାଗେ। ଆଚ୍ଛା ତ ମୁଁ ସେମିତି ହଁ ଦାଦିକୁ ହଇରାଣ କରେ, ନାନୀକୁ ଖାଇବାକୁ ଦିଏ, ସେଇଟା ମୋତେ ବହୁତ ଭଲ ଲାଗେ। ଆଉ ତାପରେ ମୋ ଛୋଟ ଭଉଣୀଟା, ତା ସାଙ୍ଗେ ମୋତେ ଟାଇମ୍ ସ୍ପେଣ୍ଡ କରିବା ବହୁତ ଭଲ ଲାଗେ। ତା ସାଙ୍ଗେ ମୁଁ କ୍ରାଫ୍ଟସ୍ କରେ, ତାକୁ ବଟରଫ୍ଲାଇଜ୍ ବନେଇବା ବହୁତ ଭଲ ଲାଗେ, ତ ତା ସାଙ୍ଗେ ମୁଁ ବଟରଫ୍ଲାଇଜ୍ ବନାଏ। ତାପରେ ସିଏ ଆସେ, ଟେପ୍ଟା ଲଗାଏ ବଟରଫ୍ଲାଇ ଉପରେ, ଟେପ୍ଟା ଦାଦିର ମୁଣ୍ଡ ଉପରେ ମାନେ ଚିପକେଇ ଦିଏ। ତ ଆମେ ଦାଦିର ପୁରା ଫ୍ୟାସନ୍ ଶୋ କରୁ, ତ ସେଇ ଜିନିଷଟା, ସେଇ ସବୁ ମୋତେ ବହୁତ ଭଲ ଲାଗେ। ସେଥିପାଇଁ ଗାଳି ପଡ଼େ? ଗାଳି କେବେ କେବେ ପଡ଼େ, କେବେ କେବେ ସେ କିଏ ହସି ଦିଏ ଗାଳି? ଦିଅନ୍ତି। ବାବା ଦିଅନ୍ତି ନା ମାମା ଦିଅନ୍ତି? ସମସ୍ତେ ସମସ୍ତେ ଦିଅନ୍ତି। ସମସ୍ତେ। ମାଡ଼ ପଡ଼େନି, ଖାଲି ମାଡ଼ ଗାଳି ପଡ଼େ? ପଡ଼େନି, ମାଡ଼ ମାଡ଼ କେବେ ପଡ଼େନି ନା, ଗାଳି ପଡ଼େ ଖାଲି। ତମେ କହିଲ ତମର ଗୋଟେ ସାନ ସିଷ୍ଟର ବି ଅଛନ୍ତି, ହଁ। ସେ କୋଉ କ୍ଲାସରେ ପଢୁଛନ୍ତି? ସେ ବି କିଟ୍ରେ ହିଁ ପଢ଼ୁଛି, ସେ ୟୁକେଜିରେ ଅଛି ଏବେ। ସେ ପାଠ ସାଠ ବିଲକୁଲ ପଢ଼େନି, ମୁଁ କେବେ କେବେ ପଢ଼େଇ ଦିଏ। ନର୍ମାଲ ଲାଇଫରେ ତମେ କ'ଣ କର? ଫିଲ୍ମ ମୁଭି ଦେଖିବାକୁ ଭଲ ପାଅ, ଟିଭି ଦେଖିବାକୁ ଭଲ ପାଅ, ଫୋନରେ ଖେଳିବାକୁ ଭଲ ପାଅ, ନା ଏମିତି କ'ଣ କର ମାନେ ନର୍ମାଲ ଲାଇଫରେ? ମୁଭିଜ୍ ଦେଖିବା ମୋତେ ଏକୁଟିଆ ବିଲକୁଲ ଭଲ ଲାଗେନି, ଫ୍ୟାମିଲି ଥିବେ ସମସ୍ତଙ୍କ ସାଙ୍ଗରେ ବସିକିରି ସମସ୍ତଙ୍କ ଦେଖିବାକୁ ଭଲ ସାଙ୍ଗେ। ପାଅ? ଆଉ ଯଦି କେହି ମାନେ ସମସ୍ତେ ଫ୍ରି ନଥିବେ ତାହେଲେ ମୁଁ ବହି ପଢ଼େ, ବହି ପଢ଼େ, ଗୀତ ଶୁଣେ। ଫିଲ୍ମ ଦେଖିବା, ଫୋନ୍ ଦେଖିବା ସେସବୁ କରନି? ନା। ଯାହା ହଉ, ଭଲ କଥା। ଆଉ ରିଷିତା, ଖାଇବାକୁ କ'ଣ ଭଲ ଲାଗେ ତମକୁ? ଖାଇବାକୁ ମୋ ଫେଭରେଟ୍ ଡିଶ୍ କ୍ଷୀର, ମୋତେ ମିଠା ବହୁତ ଭଲ ଲାଗେ। କ୍ଷୀରି? କ୍ଷୀରି କ୍ଷୀରି ଖାଇବାକୁ ଭଲ ଲାଗେ? ମା କରିକି ଦିଅନ୍ତି? ମା କରିକି ଦିଅନ୍ତି। ବହୁତ ଟେଷ୍ଟି? ହଁ, ମା କରନ୍ତି, ଦାଦି ବି କରନ୍ତି। ଦି ଜଣଙ୍କର କ୍ଷୀରି ଭଲ ଲାଗେ ଖାଇବା ପାଇଁକା? ହଁ। ଆଉ କୋଉ ଜିନିଷଟା ଅଛି ଯୋଉଟା ଖାଇବାକୁ ଜମାରୁ ଭଲ ପାଅନି? ଜମା ମାଡ଼। ସେଇଟା ତ କେହି ବି ଭଲ ପାଆନ୍ତିନି ଖାଇବା ପାଇଁ। ଆଚ୍ଛା ରିଷିତା, ତମେ ତ ସବୁ କ୍ଷେତ୍ରରେ ସଫଳତା ପାଇସାରିଛ, କିନ୍ତୁ ଏମ୍ ଅଫ୍ ଦ ଲାଇଫ୍ କ'ଣ ତମର? ଜୀବନର କ'ଣ ରଖିଛ ଲକ୍ଷ୍ୟ? ଲାଇଫରେ ଏମ୍ ମୋର ଷ୍ଟାର୍ଟିଂରୁ ଗୋଟେ ଅଛି କି ମୁଁ ସୋସାଇଟିକୁ ଆଉ ମାନେ ରିଟର୍ନରେ କିଛି ଦେବି। ମାନେ ମୁଁ ଆକ୍ଚୁଆଲି ମୋତେ ଗୋଟେ ସ୍ପେସ୍ ସାଇଣ୍ଟିଷ୍ଟ ବନେଇବାର ଅଛି, ତ ମୁଁ ଇସ୍ରୋ ସାଙ୍ଗେ କାମ କରିବାର ବହୁତ ଇଚ୍ଛା ଅଛି ମୋତେ। ତ ମୁଁ ସ୍ପେସ୍ ସାଇଣ୍ଟିଷ୍ଟ ସେଇଟା ବନେଇବାର ବହୁତ ଇଚ୍ଛା ଅଛି। ତାପରେ ସାଇଡ଼୍ରେ ମୋତେ ହର୍ସ ରାଇଡ଼ିଂ, ଇକ୍ୱେସନ୍ ସ୍ପୋର୍ଟସ୍ ବି କରିବାକୁ ଇଚ୍ଛା ଅଛି। ମାନେ ବହୁତ କରିବାକୁ ତ ବହୁତ କିଛି ଅଛି, କ୍ୟାରିୟର ଅପସନ୍ସ ଆଜିକାଲି ବହୁତ ଅଛି, ବଟ୍ ଦେନ୍ ଗୋଟେ ମେନ୍ ଏମ୍ଟା ଅଛି, ଆଇ ୱାଣ୍ଟ ଟୁ ଗିଭ୍ ବ୍ୟାକ୍ ଟୁ ସୋସାଇଟିକୁ ରିଟର୍ନରେ କିଛି ଦେବି, ତାହେଲେ ମୋତେ ଲାଗୁଛି ମୋ ଜୀବନଟା ସଫଳ ହେବ। ଗୋଟେ ଜିନିଷ ମୋ ପାପା ମୋତେ ସବୁବେଳେ ଶିଖାନ୍ତି, ଇନ୍ ଅ ୱାର୍ଲଡ ୱେର୍ ୟୁ କ୍ୟାନ୍ ବି ଏନିଥିଙ୍ଗ, ଚୁଜ୍ ଟୁ ବି କାଇଣ୍ଡ। ମାନେ କିଛି ବି ତମେ ହେଇପାରିବ, ଚୁଜ୍ କର କି ସମସ୍ତଙ୍କୁ ଭଲ ବ୍ୟବହାର କର। ଯଦି ଗୋଟେ ଭଲ ମଣିଷ ବନିପାରିବ ତାହେଲେ କିଛି ବି ବନିବ। ବଢ଼ିଆ କଥା କହିଲ। ପ୍ରଥମେ ଭଲ ମଣିଷ ହେବା ଦରକାର, ତାପରେ ଆଉ ସବୁ ଜିନିଷ ଭଗବାନ ତମ ଜୀବନରେ ଯୋଡ଼ି ଦେଇ ଯିବେ ନା, ତମେ ସବୁଥିରେ ସଫଳତା ପାଇପାରିବ। ଆଜି ଆମର ଆକାଶବାଣୀକୁ ତମେ ଆସିଛ, ଆମ ସହିତ ଏତେ ସମୟ କଥା ହେଲ, ତମକୁ କେମିତି ଲାଗୁଛି? ମୋତେ ବହୁତ ଭଲ ଲାଗୁଛି, ଏତେ ୟଙ୍ଗ ଏଜ୍ରେ ମୋତେ ଏତେ ଭଲ ପ୍ଲାଟଫର୍ମଟା ମିଳିଛି। ତମକୁ ଯୋଉ ସବୁ ଏଇ ଯୋଉ ପିଲାମାନେ ସବୁ ଏତେ ସମୟ ହେଲାଣି ଶୁଣୁଛନ୍ତି, ତମେ ତାଙ୍କୁ କ'ଣ କହିବ? ତାଙ୍କୁ ଫାର୍ଷ୍ଟ ଜିନିଷଟା ତ କହିବି କି ପାଠ ପଢ଼ା କରିବା ନିହାତି ଦରକାର ଅଛି, ବଟ୍ ଦେନ୍ ତା ସାଙ୍ଗେ ଗୋଟେ ଏକ୍ସଟ୍ରା କରିକ୍ୟୁଲାର ଆକ୍ଟିଭିଟି ରହିବା ବି ବହୁତ ମାନେ ନେସେସରୀ ଅଛି, ଦରକାର ଅଛି। କାହିଁକି ନା ଦିନ ରାତି ଯଦି ପାଠ ରଟୁଥିବ ତାହେଲେ ଯେଉଁ କ୍ରିଟିକାଲ ଥିଙ୍କିଂଟା ଥିବ ସେଇ ଜିନିଷଟା କରିପାରିବନି ଠିକ୍ସେ, କ୍ରିଏଟିଭିଟିଟା ରହିବନି। ଆଜିକାଲି ତ ସେମିତି ବହୁତ ହବି ଅଛି, ଗୀତ ଗାଇବା, ନାଚିବା, ପେଣ୍ଟିଂ କରିବା, ସୁଇମିଂ କରିବା, ପିଲା ତ କେତେ ସବୁ ବିଷୟ ଶିଖୁଛନ୍ତି ଆଜିକାଲି।
ନା? ହଁ ସେଇ ସବୁ ମାନେ ଯଦି ପାଠଟା ସେଇ ଫିଲ୍ଡରେ ପକେଇ ପାରିବା ମାନେ ସେଇଠି ୟୁଜ୍ କରିପାରିବା କ୍ରିଏଟିଭଲି ଭାବିକି ପାଠରେ ଯୋଉଟା ବି ଆମେ ଜାଣୁଛୁ ସେଇ ଜିନିଷଟାକୁ ବୁଝିକି ଆଉ କିଛି ଜିନିଷରେ ଇନକଲକେଟ୍ କରିପାରିବା ତାହେଲେ ସୋସାଇଟି ପାଇଁ ବି ଆମେ ବହୁତ କିଛି କରିପାରିବା। ଯାହା ହଉ ରିଷିତା, ତମ ସହିତ କଥା ହେଇକି ବହୁତ ଭଲ ଲାଗିଲା। ତମେ ଏତେ ସୁନ୍ଦର ସବୁ ବିଷୟ କହିଲ, ସେଥିପାଇଁ ତମକୁ ବହୁତ ବହୁତ ଧନ୍ୟବାଦ। ଥ୍ୟାଙ୍କ ୟୁ। ପିଲାଏ, ଆଜି ତ ସମୟ ସରିବାକୁ ବସିଲାଣି। ପୁଣି ଥରେ ତମ ସହ ଭେଟ ହବ ଆଗାମୀ ଶନିବାର ଠିକ୍ ଅପରାହ୍ନ 5ଟା ବେଳେ। ଶୁଣିବାକୁ ଜମାରୁ ଭୁଲିବନି ତମର ପ୍ରିୟ କାର୍ଯ୍ୟକ୍ରମ କିଶୋର ଚକ୍ର। ତେବେ ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖିବା।